ଛଇତନା ଗ୍ରାମ ପଞ୍ଚାୟତର ସରପଞ୍ଚ ରୀନା ପ୍ରଧାନ। ଆଜ୍ଞା, ଆଜି ଯେଉଁ ସ୍ୱଚ୍ଛତା ପାଇଁ କାର୍ଯ୍ୟକ୍ରମ କରାଯାଉଛି ତ ଆପଣଙ୍କର କେତେ ଦିନ ଚାଲିଲାଣି ଆଉ କ'ଣ କରାହେଉଛି? ଆମର ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଆମେ କରିବୁ ବୋଲିକି ସେଇଟା ନିଷ୍ପତ୍ତି ନେଇଛୁ। ଆଉ ସବୁଦିନ ବି କାମ କରୁଛୁ। ଆମର ମିଶନ ଶକ୍ତି ମା ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ସମସ୍ତଙ୍କୁ ନେଇକି ସ୍ୱଚ୍ଛତା ଆମେ କରୁଛୁ। ଯେଉଁ ବର୍ତ୍ତମାନ ଠେଲା ଗାଡ଼ିରେ ଦେଖିଲୁ ବୋତଲ ଯାଉଛି, ପ୍ଲାଷ୍ଟିକ୍ ପଡ଼ୁଛି, କ'ଣ କହିବି ତା ଭିତରେ? ସବୁଦିନ ସେଇଟା ଅଳିଆ କଲେକ୍ସନ, ଆମର ଅଳିଆ ଗାଡ଼ି ବୁଲୁଛି ପଞ୍ଚାୟତରେ। ସବୁଦିନ କଲେକ୍ସନ ଏମିତି ପ୍ଲାଷ୍ଟିକ୍ ବୋତଲ, କାଚ, ପଲିଥିନ୍ ସବୁ ମା ମାନେ ଆଣିକିରି ଗାଡ଼ିରେ ଦେଉଛନ୍ତି। ଅକ୍ଟୋବର 2 ଯାଏଁ ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଛି ତ ଆପଣ ବି ବୃକ୍ଷରୋପଣ କଲେ କ'ଣ? ଆଜ୍ଞା ଆମେ ଆଗରୁ 2-3 ଦିନ ପରେ ବୃକ୍ଷରୋପଣ କରିଥିଲୁ। ପୁଣି ଆଜି ବି କିଛି ଗଛ ଲଗେଇଛୁ। ଆପଣ 2 ତାରିଖ ଭିତରେ କେତେ ଗଛ ଆପଣ ପଞ୍ଚାୟତରେ ଲଗେଇବେ ବୋଲି ଆଶା ରଖିଛୁ? ଆମେ 100-200 ଗଛ ଲଗେଇବା ପାଇଁ ରଖିଛୁ। এই যে କାର୍ଯ୍ୟକ୍ରମ କରାଯାଉଛି ଶ୍ରେୟ ଆପଣ କାହାକୁ ଦେବେ? ଶ୍ରେୟ ଆମେ ଯେହେତୁ ମାନେ ଗାନ୍ଧୀ ଜୟନ୍ତୀ ଅକ୍ଟୋବର 2ରେ ଗାନ୍ଧୀର ସ୍ୱଚ୍ଛତା ଉପରେ ଆମେ କାମ କରୁଛୁ। ଆଜ୍ଞା, ଧନ୍ୟବାଦ। 12 ନମ୍ବର ୱାର୍ଡ଼ ମେମ୍ବର ମନାନ୍ତ ପଞ୍ଚାୟତ ଗଞ୍ଜଲ। ଆପଣ ପଞ୍ଚାୟତରେ ଯେଉଁ ସଫେଇ କାର୍ଯ୍ୟ ଚାଲିଛି ସେପ୍ଟେମ୍ବର 17ରୁ ଅକ୍ଟୋବର 2 ତାରିଖ ଯାଏଁ କ'ଣ କାର୍ଯ୍ୟକ୍ରମ ସେ ଚାଲିଛି? ଗଛପତ୍ର ଲଗାଲି କରୁଛୁ। ଆଉ କ'ଣ କରୁଛନ୍ତି? ଆଉ ତ ଗଛ ଲଗେଇବେ, ସଫା କରୁଛୁ, ପଞ୍ଚାୟତକୁ ଯାହା ସାହାଯ୍ୟ କରିବା କରୁଛୁ। ଆଉ କ'ଣ ଗୋଟେ ଅଳିଆ ଗାଡ଼ି ଏବେ ଦେଖୁଛୁ ଆପଣ ପଞ୍ଚାୟତରେ? ହଁ, ପ୍ରତି ଗାଁରେ ବୁଲୁଛି, ଛଇତନା ଗାଁରେ ବୁଲୁଛି। ତାର ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ଅଳିଆ ସଫା, ଗାଁ ଅଳିଆ ଆବର୍ଜନା ନ ହେବ ସେଥିପାଇଁ ଚାଲିଛି। ଆଉ କ'ଣ ଲୋକଙ୍କୁ ସଚେତନ କରାଯାଉଛି। ଆଉ ମହାସଂଘର ପ୍ରେସିଡେଣ୍ଟ ମୋ ନାଁ ପ୍ରମିଳା ମହାନ୍ତି। ଏ ଯେ ଆଜି ଆପଣ ଯେଉଁ ସଫେଇ କାର୍ଯ୍ୟକ୍ରମ ଚାଲିଛି ଏଥିସହିତ ବୃକ୍ଷରୋପଣ ବି ଚାଲିଛି, କ'ଣ କହିବେ ଆପଣ? ଆଜ୍ଞା, ଆମର ତ ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଚାଲିଛି। ସବୁଦିନ ଏମିତି ହେବ ବୋଲି ଆମେ କାର୍ଯ୍ୟକଳାପ କରିବୁ। କ'ଣ କରୁଛନ୍ତି ଆପଣ? ଗଛ ଲଗେଇବୁ, ସ୍ୱଚ୍ଛ ମାନେ ସଫା କରିବୁ, ଏମିତି କରିବୁ। ଆଜି ଆମେ ଦେଖିଲୁ ଆପଣ ପଞ୍ଚାୟତ ବି ସଫା କରିବା ସହିତ ଛଇତନା ବଜାର ବି ସଫା କଲେ। ଆଜି ଆଉ କ'ଣ କାର୍ଯ୍ୟକ୍ରମ ରହିଛି? ସେଇ ତ ସ୍ୱଚ୍ଛ ମାନେ ସଫାସଫି କରିବା ପାଇଁକା। ଆଉ ମୁଁ ଛଇତନା 1 ଅଙ୍ଗନବାଡ଼ି କର୍ମୀ, ନାମ ହେଲା ଅଞ୍ଜଳି ସାହୁ। ଆଜ୍ଞା, ଆଜି ଯେଉଁ ସଫେଇ କାର୍ଯ୍ୟକ୍ରମ କରାଗଲା ଏହା କେତେ ଦିନ ଧରି ଚାଲିଛି, କ'ଣ କରାହେଉଛି? ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଏ ସଫେଇ କାର୍ଯ୍ୟକ୍ରମ କରାଯାଉଛି। ସଫା କରିବା ଦ୍ୱାରା ଆମର ରାସ୍ତାଘାଟ ସ୍ୱଚ୍ଛତା ରହୁଛି। ଆମର ସ୍ୱଚ୍ଛତା ହିଁ ନିରବତା। ହେଲା, ଯେତେ ଆମେ ସ୍ୱଚ୍ଛତା ରଖିବା ଆମର ପରିବେଶ ହିଁ ସେତେ ପରିଷ୍କାର ରହିବ। ଆଉ ବୃକ୍ଷରୋପଣ ବି କରାଗଲା ତ କେତେ ବୃକ୍ଷରୋପଣ ବୃକ୍ଷ ହିଁ ଜୀବନ। ବୃକ୍ଷ ଦ୍ୱାରା ଆଜିକା ଡେଟ୍ରେ ବୃକ୍ଷ ଯେଉଁ ଗଛପତ୍ର ହାଣି ଦେଉଛନ୍ତି, ଆମର ଅମ୍ଳଜାନ ଠିକ୍ସେ ପାଇପାରୁନି। ସେଥିପାଇଁ ଆମର ଗଛ ଲଗାଇବାଟା ନିହାତି ଆମ ପାଇଁକା ଦରକାର। ଏ ଆପଣଙ୍କର ଯେଉଁ ପଞ୍ଚାୟତର ସରପଞ୍ଚଙ୍କ ମାଧ୍ୟମରେ କରାହେଉଛି ତ ଶ୍ରେୟ କାହାକୁ ଦେବେ ଆପଣ? ପଞ୍ଚାୟତକୁ ଦିଆହେବ, ସରପଞ୍ଚକୁ।